ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ ପୂର୍ବକ ଆଜିର ଆମେ ଏଇ ସେସନ ଷ୍ଟାର୍ଟ କରିବା। ଆଜିର ଗ୍ରହର କ୍ରମରେ ଆଜି ଆମେ ଜାଣିବା ଉଁ, ଗ୍ରହ କ୍ରମରେ ଚନ୍ଦ୍ରଦେବଙ୍କର କଥା। ଆଉ ମୋ ମୋ ମତରେ, ମୁଁ ଯଦି ଆଷ୍ଟ୍ରୋଲୋଜି ହିସାବରେ ମତେ ପଚରାଯାଏ ଯେ ସବୁଠାରୁ ଇମ୍ପୋର୍ଟାଣ୍ଟ ଏବଂ ସବୁଠୁ ଡେଞ୍ଜରସ୍ ପ୍ଲାନେଟ କୋଉଟା, ତା ନାଁ ମୁଁ ରାହୁ କେତୁ ଶନିଙ୍କ କଥା କହିବି। ମୁଁ କହିବି ସବୁଠୁ ଡେଞ୍ଜରସ୍ ଏବଂ ସବୁଠୁ ହାର୍ଡ ଟୁ ପ୍ଲିଜ ଏବଂ ହାର୍ଡ ଟୁ ମ୍ୟାନେଜ ହଉଛନ୍ତି ଏଇ ମୁନ ବା ଚନ୍ଦ୍ରଦେବ। ଇଏ ଏତେ ଭୟାନକ, ଯଦି ଇଏ ଖରାପ ହେଇଗଲେ ତାହେଲେ ସମସ୍ତ ଜୀବନଟା ଦୁର୍ବିସହ ହବ ସବୁଦିନ ପାଇଁ। ଏବଂ ଆଙ୍କ ଇଏ ଯୋଉ ଘରେ ବସିଯାଆନ୍ତି, ସେ- ତାଙ୍କର ଏତେ ପାୱାର ଯେ ଇଏ ଯୋଉ ଘରେ ବସିଯାଆନ୍ତି ସେଇଟା ସେ ଲୋକର ରାଶି ହେଇଯାଏ। ସାଧାରଣତଃ ଚନ୍ଦ୍ରଦେବଙ୍କ ଠାରୁ ଆଷ୍ଟ୍ରୋଲୋଜିରେ ଆମେ ମା ଆମର ଚିତ୍ତର ପ୍ରସନ୍ନତା, ସମୁଦ୍ର ସ୍ନାନ, ଧଳା ଚଦର ବା ଧଳା ବସ୍ତୁ ମାନେ, ଧଳା ଛତା ବି, ସବୁ ପ୍ରକାର ଫୁଲ, ସବୁ ପ୍ରକାର ଫଳ, ସବୁ ପ୍ରକାର କୋମଳ ବସ୍ତୁ, ଚାଷ ବାସ, ମଣିଷର କୀର୍ତ୍ତି ଯଶ, ମୋତି, ଚାନ୍ଦି, ମାନେ ଚାନ୍ଦି ମାନେ ଆପଣଙ୍କର କଣ ସେଟା ରୂପା, କଂସା, କ୍ଷୀର, ମହୁ, ସବୁ ପ୍ରକାର ସୁଇଟ ଡିସ୍, ଠିକ ଅଛି, ଡ୍ରେସ୍, ଜଳ, ଗାଈ, ସ୍ତ୍ରୀ ପ୍ରାପ୍ତି, ସୁଖପୂର୍ବକ ଭୋଜନ, ରୂପର ସୁନ୍ଦରତା, ପ୍ରାୟ ଏତିକି ସବୁ ଜିନିଷ, ପ୍ରାୟ ଏତିକି ସବୁ ଜିନିଷ ଆମେ ଚନ୍ଦ୍ର ଦେବଙ୍କ ଠାରୁ ଦେଖୁ। ପ୍ରାୟ ଏତିକି ସବୁ ଜିନିଷ, ଆଉ ବହୁତ କିଛି ଜିନିଷ ବି ଅଛି, ଏଇ ସବୁ ଜିନିଷ ବି ଆମେ ଚନ୍ଦ୍ରଦେବଙ୍କଠୁ ଦେଖୁ। ତେଣୁ ଚନ୍ଦ୍ରଦେବଙ୍କର ବହୁତ ଇମ୍ପୋର୍ଟାଣ୍ଟ ସିଗ୍ନିଫିକାଣ୍ଟ ରହିଛି। ଯେତେବେଳେ କୌଣସି ଆଷ୍ଟ୍ରୋଲୋଜିରେ ପଚରା ଯାଏ କି ଏ ଲୋକର ରାଶି କଣ, ଆମେ ସେଟା କେମିତି ଜାଣୁ? ଆମେ ଦେଖୁ ଯେ କୋଉ ଭାବରେ ଚନ୍ଦ୍ରଦେବ ବସିଛନ୍ତି, ସେଇଟା ହେଇଯାଏ ତାର ରାଶି। ଏବଂ ସିଏ ଏତେ ଗୁରୁତ୍ୱପୂର୍ଣ୍ଣ ଏଇଥିପାଇଁ କି ଯେ ଚନ୍ଦ୍ରଦେବ ଯୋଉ ନକ୍ଷତ୍ରରେ ବସିଗଲେ ସେଇ ନକ୍ଷତ୍ରର ଦଶା ତାକୁ ମିଳିଗଲା। ସେ କେତେ ଇମ୍ପୋର୍ଟାଣ୍ଟ ଭାବନ୍ତୁ। ଲଗଭଗ ମାନେ 2.5 ଦିନରେ ସିଏ ଗୋଟେ ରାଶିକୁ ଚେଞ୍ଜ କରନ୍ତି। ସବୁଠୁ ଫାଷ୍ଟେଷ୍ଟ ମୁଭିଂ ପ୍ଲାନେଟ ଗ୍ରହ ଜଗତର। ଏବଂ ଯାତ୍ରା ବି ମଣିଷର କର୍ମ, ଯାତ୍ରା କ୍ଷେତ୍ରରେ ବା କର୍ମ କ୍ଷେତ୍ରରେ ସେ ଯୋଉ ଯାତ୍ରା ବା ସେ ଯୋଉ ଟ୍ରିପ କରେ ସେଟାକୁ କୁ ବି ଚନ୍ଦ୍ରଙ୍କ ଉପରେ ନିର୍ଭର କରେ। ସେଥିପାଇଁ ଗୋଚରରେ ଫଳ ହିସାବରେ ଆମକୁ ସାର୍ ମାନେ ପଢେଇଥିଲେ ଯେ ଶ୍ରୀଚନ୍ଦ୍ର ସ୍ତ୍ରୀ ମିତମ ଦ୍ୱିତୀୟ ମନୋ ବ୍ୟାକୁଳ ତୃତୀୟ ରାଜ ସମ୍ମାନ ଚତୁର୍ଥ କଳହାନ୍ବିତ। ଠିକ ଅଛି, ତ ଏମିତି ଆମକୁ ଗୋଟେ ଶ୍ଲୋକ ପଢା ହେଇଥିଲା ଯୋଉଥିରେ କି ଚନ୍ଦ୍ରଙ୍କର ଗୋଚରରେ ଦ୍ଵାଦଶ ଭାବର ଫଳ ହିସାବରେ ଆମକୁ ପଢା ହେଇଥିଲା। ଆମେ ଯାଉଛୁ, ତା ସେ ଯାତ୍ରା ଟା ସଫଳ ହବ କି ନାହିଁ, ଆଉ ସେଇ ବିଷୟରେ ଆମକୁ ଗୋଟେ ଶ୍ଲୋକ ପଢା ହେଇଥିଲା ଗୋଚରର। ତେଣୁ ଇଏ ହଉଛନ୍ତି ସବୁଠୁ ହିଁ ଇମ୍ପୋର୍ଟାଣ୍ଟ ପ୍ଲାନେଟ। ମ୍ୟାକ୍ସିମମ୍ ଯେତେ ଜ୍ୟୋତିଷ ଶାସ୍ତ୍ରରେ ଯୋଗ ଫଳିତ ହୁଏ, ଯେତେ ଯୋଗ, ସେଥିରୁ ପ୍ରାୟ ଅଧିକାଂଶ ଯୋଗ ଚନ୍ଦ୍ରଙ୍କ ଯୋଗ ହିଁ ଫଳିତ ହୋଇଥାଏ। ଏବଂ ଚନ୍ଦ୍ର ଯୋଗ ତିଆରି କରିଥାନ୍ତି, ସୃଷ୍ଟି କରିଥାନ୍ତି। ଏମିତି ନାହିଁ କି ଅନ୍ୟ ଗ୍ରହ ମାନେ ତିଆରି କରନ୍ତି ନାହିଁ, କିନ୍ତୁ ମ୍ୟାକ୍ସିମମ୍ ଯୋଗ ଚନ୍ଦ୍ରଙ୍କଠୁ ହିଁ ସୃଷ୍ଟି ହୋଇଥାଏ। ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ।
ତେଣୁ ଇଏ ଥିଲେ ଚନ୍ଦ୍ରଦେବ। ମୁଁ ଗୋଟେ ବେସିକ ଏକ୍ଜାମ୍ପଲ କହିବି, ଆଉ ଗୋଟେ ବେସିକ ଟ୍ରିକ୍ ବି କହିବି। ଏକ୍ଜାମ୍ପଲ ଦେବା ପୂର୍ବରୁ ଗୋଟେ ବେସିକ ଟ୍ରିକ୍ ମାନେ ଟ୍ରିକ୍ ଟା ଆପଣ ଜାଣନ୍ତୁ, ତାପରେ ଆମେ ବେସିକ ଏକ୍ଜାମ୍ପଲ ବିଷୟକୁ ଯିବା। ଆପଣ ଜାଣିଛନ୍ତି ଯେ ମୁହୂର୍ତ୍ତ ଚିନ୍ତାମଣି ହିସାବରେ ଚନ୍ଦ୍ରର ଦିଟା ପାର୍ଟ ଅଛି। ଗୋଟେ ଅଛି ଚନ୍ଦ୍ର, ଶୁଦ୍ଧ ଚନ୍ଦ୍ର, ଆଉ ଗୋଟେ ହଉଛି ଅଶୁଦ୍ଧ ଚନ୍ଦ୍ର, ବା ସେଥିରେ ସେତେ ଶୁଦ୍ଧତା ବା ପାୱାର ନଥାଏ। ସେ ହିସାବରେ କୃଷ୍ଣ ପକ୍ଷ ଅଷ୍ଟମୀରୁ ଶୁକ୍ଳ ପକ୍ଷ ସପ୍ତମୀ ଚନ୍ଦ୍ର ଶୁଦ୍ଧ ଏବଂ ପାୱାରଫୁଲ ଥାନ୍ତି ବୋଲି ଏଇଟା ଶାସ୍ତ୍ରର ମତ। ଏବଂ ତାର ଠିକ ବିପରୀତଟା, କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ ଅଷ୍ଟମୀଠୁ କୃଷ୍ଣ ପକ୍ଷ ସପ୍ତମୀ ଚନ୍ଦ୍ର ଏତେ ଶୁଦ୍ଧ ନଥାନ୍ତି। ଏଇ ଚନ୍ଦ୍ରଙ୍କର ଶୁଦ୍ଧତା ଉପରେ ହିଁ ସବୁ କିଛି ନିର୍ଭର କରେ। ଏବଂ ବୃହତ ପରାଶର ହୋରା ଶାସ୍ତ୍ରରେ ଚନ୍ଦ୍ର ମହାଗ୍ରହଙ୍କୁ ବା ଚନ୍ଦ୍ର ଦେବଙ୍କୁ ଅବତାର କଥନ ଅଧ୍ୟାୟରେ ଜ୍ୟୋତିଷ ଶାସ୍ତ୍ରର ସର୍ବପ୍ରଥମେ ଯିଏ ଜ୍ୟୋତିଷ ଶାସ୍ତ୍ରକୁ ଏଇ ପୃଥିବୀକୁ ଆଣିଥିଲେ ମହର୍ଷି ପରାଶର, ସେଇ ମହର୍ଷି ପରାଶର ଚନ୍ଦ୍ରଦେବଙ୍କୁ କୃଷ୍ଣଙ୍କ ସହିତ ତୁଳନା କରିଛନ୍ତି, ଭଗବାନ କୃଷ୍ଣଙ୍କ ସହିତ। ଆଉ ଚନ୍ଦ୍ରଦେବଙ୍କୁ ମନର ପ୍ରତୀକ କୁହାଯାଏ, ଏଇଟା ତ ଆମେ ସମସ୍ତେ ଭଲ ଭାବରେ ଜାଣିଛେ। ତେଣୁ ମନ ବହୁତ ଚଞ୍ଚଳ। ଏ ସଂସାରର ସବୁତିକ ସାଧନା କେବଳ ମନକୁ ହିଁ ନିଜ ଆୟତ୍ତକୁ ଆଣିବା ପାଇଁ। କିଏ ତାକୁ ଯୋଗ ମାଧ୍ୟମରେ କଲା, କିଏ ତାକୁ ଭୋଗ ମାଧ୍ୟମରେ କଲା, କିଏ ତାକୁ ଜ୍ଞାନ ମାଧ୍ୟମରେ କଲା, କିଏ ତାକୁ ଶାସ୍ତ୍ର ମାଧ୍ୟମରେ କଲା, କିଏ ତାକୁ ଯଜ୍ଞ ମାଧ୍ୟମରେ କଲା, କିଏ ତାକୁ ଭକ୍ତିରେ କଲା। ଇଏ ସବୁ ତାର ବିଭିନ୍ନ ରୂପରେଖ। ଚନ୍ଦ୍ର ଗ୍ରହ ଉପରେ ଜେନେରାଲି ଯେତେବେଳେ କୌଣସି ଅଲଗା ପାପ ଗ୍ରହ ଯେମିତି କିି ରାହୁ ମହାରାଜ, କେତୁ ମହାରାଜ ଏବଂ କ୍ରୁର ଗ୍ରହ ବା ଯୋଉ ଆମର ପାପି ଗ୍ରହ ହିସାବରେ ମଙ୍ଗଳ ଦେବ, ଆଉ କ୍ରୁର ଗ୍ରହ ହିସାବରେ ସୂର୍ଯ୍ୟଦେବ, ଏମାନଙ୍କର ଯଦି ଇଫେକ୍ଟ ରହିଲା ତାହେଲେ ତାର ନେଗେଟିଭ ଇମ୍ପାକ୍ଟ ବି ଅଛି, ପଜିଟିଭ ଇମ୍ପାକ୍ଟ ବି ଅଛି। ଏ ସଂସାରରେ ଏମିତି କୌଣସି ଯୋଗ, ଏମିତି କୌଣସି ଜିନିଷ ନାହିଁ କେବଳ ହରିଭକ୍ତିକୁ ଛାଡିଦେଲେ ଯାହାର କି ନେଗେଟିଭ ଇମ୍ପାକ୍ଟ ନାହିଁ କି ପଜିଟିଭ ଇମ୍ପାକ୍ଟ ନାହିଁ। ସବୁ ଜିନିଷର ନେଗେଟିଭ ଅଛି, ପଜିଟିଭ ଅଛି। କିନ୍ତୁ ବୁଦ୍ଧିମାନ ଲୋକ ସେଇ ଯିଏ ପଜିଟିଭରେ ଉଛେଳି ଯାଏ ନାହିଁ, ଭାସି ଯାଏ ନାହିଁ, ଉନ୍ନତି ବେଳେ ନିଜର ମତିକୁ ହରାଏ ନାହିଁ, କି ଦୁର୍ଗତି ବେଳେ ତାର ମତିକୁ ନ ହଲେଇକି ତାର ଦୁର୍ଗତିକୁ ନିଜ ପାଇଁ ଦୁର୍ଗର ରୂପ ନ ନେଇଥିଏ। ମାନେ ଯେତେବେଳେ ଦୁର୍ଗତି ଆସିବ, ସେଇ ଦୁର୍ଗତିକୁ ସେ ନିଜର ଦୁର୍ଗ କରିକି ଆଗକୁ ବଢିଯିବ। ଏଇଟା କେବଳ ଚନ୍ଦ୍ର ମହାରାଜ ଷ୍ଟ୍ରଙ୍ଗ ଥିଲେ ହେଇପାରେ। ଆପଣ ମାନେ ସମସ୍ତେ ଜାଣିଛନ୍ତି ବୃଷରେ ଚନ୍ଦ୍ର ଉଚ୍ଚ, ମୂଳ ତ୍ରିକୋଣ ବି ବୃଷ ତାଙ୍କର। ଚନ୍ଦ୍ର କେବଳ ଗୋଟିଏ ରାଶିକୁ ରୁଲ କରନ୍ତି କାଳ ପୁରୁଷ କୁଣ୍ଡଳୀରେ, ସିଏ ହଉଛି ଅ କର୍କଟ ରାଶି। ଏବଂ ସବୁଠୁ ତାର ନିଚ ହଉଛନ୍ତି, ମାନେ ଚନ୍ଦ୍ର ହଉଛନ୍ତି ନିଚ ସ୍କର୍ପିଓ, ସ୍କର୍ପିଓ ରାଶିରେ ନିଚ। ସେଥିପାଇଁ କହନ୍ତି ଧନୁ ମକର ବିଛା କାମ କରିବା ମନ ଇଚ୍ଛା, which means ବିଛା ରାଶି ବାଲାଙ୍କର ବାଇ ଡିଫଲ୍ଟ ମନ ଡିପ୍ରେସଡ ରହିବା ଉଚିତ, ଏବଂ ରହେ ମଧ୍ୟ। ବଟ୍ ଇଟ୍ ଡିପେଣ୍ଡ କରେ କି କୋଉଠି ଚନ୍ଦ୍ରର କଣ ପୋଜିସନ ଅଛି। ଏଇଟା ବିଶ୍ୱାସ କରାଯାଏ ଯଦି ତ୍ରିକ ଭାବକୁ ବା 6, 8, 12କୁ ଚନ୍ଦ୍ରଦେବ ପଳେଇଲେ, ଏଇଟା ଜେନେରାଲି ଜାତକ ପାଇଁ ଭଲ ନୁହଁ। ଇଏ ଥିଲା ଗୋଟେ ବେସିକ ନୋଟ। ଏବେ ମୁଁ ଗୋଟେ ବେସିକ ଆଇଡିଓଲୋଜି କହିବି। ଆପଣ ମାନେ ସମସ୍ତେ ଅନୁଭବ କରିଥିବେ, ଯିଏ ଚନ୍ଦ୍ରଙ୍କର, ଚନ୍ଦ୍ର ଯୋଉ ଭାବରେ ରହିବେ ସେ ଭାବ ର ଉପରେ ଆପଣ ମୁଡି ହେଇଯିବେ। ଯଦି କାହାର ଲଗ୍ନରେ ଚନ୍ଦ୍ର ରହିଗଲା,
ତାହେଲେ ସେ ଲଗ୍ନକୁ କଣ ହବ, ଯେତେବେଳେ ଯାହା ଇଚ୍ଛା ସେଇଆ। ବେସିକାଲି ସି ଇମୋସନାଲ ବେସ୍ଡ ହବ, ତାକୁ ଇମୋସନ କଣ୍ଟ୍ରୋଲ କରିବ। ସିଏ ଗୋଟେ ରାସନାଲିଜିମ ଜିନିଷଟାକୁ ଭାବି ପାରିବ ନାହିଁ। ଏବଂ ଲଗ୍ନରେ ଚନ୍ଦ୍ର ରହିଲେ ଜେନେରାଲି ଦେଖାଯାଏ ଯେ ଲୋକଟା ଗୋରା ହେଇଥାଏ, ସୁନ୍ଦର ହେଇଥାଏ, ଗୋଲ ଫେସ୍ ଟା ହେଇଥାଏ ଜେନେରାଲି। ମୁଁ ଏଟା କହୁନି ସବୁ କ୍ଷେତ୍ରରେ ସମାନ, ବଟ ମୋଷ୍ଟ ଅଫ ଦ କେସେସ ଏଟା ଦେଖାଯାଏ। ଚନ୍ଦ୍ର ଯୋଉ ଘରେ ରହିଲା, ଧର ଚନ୍ଦ୍ର ଦ୍ୱାଦଶ ଘରେ ଅଛି, ଦ୍ୱାଦଶ ଘର କଣ, ପଜିଟିଭ ସେନ୍ସରେ ଘରେ। ବି ଦ୍ୱାଦଶ ଘରର ବହୁତ କିଛି ଆସ୍ପେକ୍ଟ ଅଛି, ହଁ ନେଗେଟିଭ ସେନ୍ସରେ ବି ବହୁତ କିଛି ଆସ୍ପେକ୍ଟ ଅଛି। ପଜିଟିଭ ସେନ୍ସରେ ଏମିତି ଦେଖିଲେ ଏଟାକୁ ମୋକ୍ଷର ଘର କୁହାଯିବ, ହଁ ସ୍ପିରିଚୁଆଲିଜିମ ର ଘର କୁହାଯିବ, ଯୋଉ ପୀଡାରୁ ଟ୍ରାନ୍ସଫରମେସନ ଆସେ ସେଇ ଜାଗାର ବି ଘର କୁହାଯିବ, ଈଶ୍ୱର ଉପାସନା, ଯୋଉ ଈଶ୍ୱର ଧର୍ମ ଏଇ ଜାଗାରେ ବାସ କରେ। ତେବେ ଇଏ କିନ୍ତୁ ତ୍ରିକ ଭାବରୁ ଗୋଟେ, 6, 8, 12 ରୁ ଗୋଟେ। ଯଦି ଚନ୍ଦ୍ର ସେଇଠି ଥିବ, 12th ହାଉସ ବି ଚାରିଟି କି ଦେଖାଯାଏ, ଦେଖାଏ। ଚାରିଟି ମାନେ କଣ, ମାନେ ଡୋନେସନ ଦବା, ଦାନ। ଧର୍ମ କାମରେ ଅର୍ଥ ବ୍ୟୟ କରିବା। ତ ଚନ୍ଦ୍ର ଯାହାର 12ରେ ଥିବ, ସେ ଧର୍ମ କାମରେ ନିଶ୍ଚିତ ଭାବରେ ପଇସା ଖର୍ଚ୍ଚ କରିବ। ଠିକ ଅଛି। କିନ୍ତୁ ଇଏ କେମିତି ଖର୍ଚ୍ଚ କରିବ, ଇଏ କେମିତି ପଇସା ଟା ଖର୍ଚ୍ଚ କରିବ, ଯେତେବେଳେ ତାର ମୁଡ ଠିକ ଥିବ, ମାନେ ଯେତେବେଳେ ତାର ଚାରିଟି କରିବାର ଇଚ୍ଛା ଥିବ, ଯଦି ସେ ପକେଟରେ ହାତ ପୁରେଇବ, ଯଦି ସେ ପକେଟରେ 5 ଲକ୍ଷ ଟଙ୍କା ଅଛି, ସେ 5 ଲକ୍ଷ ଟଙ୍କା କାଢିକି ଦେଇଦବ। ବେଳେ ବେଳେ ସେ ପକେଟରେ 5 ଲକ୍ଷ ଟଙ୍କା ଥିଲେ ବି ଗୋଟେ ଫୁଟି କଉଡି ଚାରିଟି କରିବ ନାହିଁ, ଡିପେଣ୍ଡ କରେ ତା ମୁଡ ଉପରେ। ତେଣୁ ଚନ୍ଦ୍ର ଯୋଉ ଭାବରେ ବସିଗଲା, ସେ ଭାବ ମୁଡକୁ ପଳେଇଲା, ମାନେ ମୋ ଭାଇ ସିଏ ଗଲା ଇମୋସନରେ ଇନକ୍ଲୁଡ ହେଇଗଲା। ଇଟ ଇଜ ଏ ବେସିକ ସିକ୍ରେଟ। ଚନ୍ଦ୍ର ଯଦି କାହାର 4th ହାଉସରେ ରହିଲା, ତା ଇମୋସନ ମା ସହିତ କନେକ୍ଟ ହେଇଗଲା, ପରିବାର ସହିତ କନେକ୍ଟ ହେଇଗଲା, ଘର ଗାଡି ବାଡି ସହିତ କନେକ୍ଟ ହେଇଗଲା। ଯଦି ମାଲେଫିକ ମାନେ ପାପ ଗ୍ରହ କ୍ରୋ ଗ୍ରହଙ୍କ ପ୍ରଭାବ ରହିଲା, ତାହେଲେ ସେଇଟା ଉଜୁଡିବ। ଯଦି ଶୁଭ ଗ୍ରହଙ୍କ ପ୍ରଭାବ ରହିଲା, ଚନ୍ଦ୍ର ସୁସ୍ଥ ସବଳ ରହିଲେ, ସେ ତାକୁ ଭୋଗ କରିବ। ଏବେ 12ଟା ଭାବର କାରକ ତତ୍ଵକୁ ଯଦି ଗୋଟେ ଚୁମ୍ବକ ଭାବରେ କହିବା, 2nd ହାଉସରେ ରହିଲେ ବହୁତ ପଇସା ମିଳିବ, ବହୁତ ମୁଡ ଉପରେ ଡିପେଣ୍ଡ କରିବ, ତାର କୁଟୁମ୍ବ ମାନଙ୍କ ସହିତ କୁ ନେଇକି ସେ ଇମୋସନାଲ ହେଇଯିବ, ପଇସାକୁ ନେଇକି ଇମୋସନାଲ ହେଇଯିବ, ଖାଇବା ପତ୍ରକୁ ନେଇକି ଇମୋସନାଲ ହେଇଯିବ, ମିଠା ଜିନିଷ ଖାଇବାକୁ ଭଲ ପାଇବ। ତୃତୀୟ ଭାବରେ ରହିଲେ ଯୋଉଟା ସହଜ ପରାକ୍ରମ ଭାବ, କୋମଳ କଥା କହି ମନ ଦୋଷିକି କାମ କେମିତି କରେଇଦବ, ଟ୍ରାଭେଲିଂ କଲେ ସେ ଲୋକକୁ ବହୁତ ପଇସା ମିଳିବ। ଚତୁର୍ଥ ଘରରେ ରହିଲେ ପରିବାର, ପରିବେଶ, ଘର, ଘୋଡା, ଇଏ। ପଞ୍ଚମ ଭାବରେ ଚନ୍ଦ୍ର ରହିଲେ ଜେନେରାଲି ଫିମେଲ ଚାର୍ଟରେ କି ମେଲ ଚାର୍ଟରେ ବୋଥରେ ଦେଖାଯାଏ କି ତାର ପ୍ରଥମ ସନ୍ତାନ ଟା ଝିଅ ହୁଏ, ଏବଂ ବିଦ୍ୟା ବୁଦ୍ଧି ଆର ବିଭିନ୍ନ ପ୍ରକାରର ଚେଞ୍ଜ ହୁଏ, ଏବଂ ତାର ବେସିକାଲି ଏଜୁକେସନାଲରେ ଗୋଟେ ମାନେ ଷ୍ଟ୍ରିମ ଚେଞ୍ଜ କରି ପାଠ ପଢା, ଆଜି ଲ ପଢିଲାଣି କାଲି ଯାଇକି ଅନ୍ୟ କଣ ପାଠ ପଢିଲାଣି, କାଲି ଯାଇ ଅନ୍ୟ କଣ ପଢିଲାଣି, ଏଇଭଳିଆ ରୁହେ। ଆଉ ଷଷ୍ଠ ଭାବରେ ଚନ୍ଦ୍ର ରହିଲେ ଜେନେରାଲି ସେ ଲୋକର ଥଣ୍ଡା ଫଣ୍ଡା ରୋଗ ଟା ପ୍ରବଳ ମାତ୍ରାରେ ତାକୁ ରହେ। ସପ୍ତମ ଜାଗାରେ ଚନ୍ଦ୍ର ରହିଲେ ସ୍ତ୍ରୀ ଟା ଦେଖିବାକୁ ସୁନ୍ଦର ହୁଏ। ଅଷ୍ଟମ ଜାଗାରେ ଚନ୍ଦ୍ର ରହିଗଲେ ମନେ ପ୍ରାୟ ଡିପ୍ରେସଡ ରହେ। ନବମ ଜାଗାରେ ଚନ୍ଦ୍ର ରହିଲେ ସେଥିରୁ ସିଏ କଣ କରେ ନା ତା ବାପା ସୁନ୍ଦର ହେଇଥାନ୍ତି, ନହେଲେ ସିଏ ଧର୍ମକୁ ଅତି କୋମଳମତି ହିସାବରେ ନିଏ। ମାନେ ଏମିତି ଗୋଟେ ଗୋଟେ ଯାହା ନାଇଁ ତା ଗୋଟେ ଗପି ପାରିବ ଭାଇ। କିନ୍ତୁ 10ମ ଜାଗାରେ ଯଦି ଚନ୍ଦ୍ର ରହିଲା, ସେ ଲୋକକୁ ଆଇଦର ଟ୍ରାଭେଲିଂ ଜବ କରିବାକୁ ପଡିବ, ନହେଲେ ତାକୁ ଜୀବନରେ ବହୁତ ଜବ ଚେଞ୍ଜ କରିବାକୁ ପଡିବ। କାରଣ ଚନ୍ଦ୍ର ହଉଛନ୍ତି ଚେଞ୍ଜର ମଧ୍ୟ କାରକ। ଯାହାର 11th ହାଉସରେ ଚନ୍ଦ୍ର ଥିବ, ତାର ସଙ୍ଗତି ଆଜି ଗୋଟେ ସଙ୍ଗତି ଗୋଟେ ଗୋଷ୍ଠୀର ସଙ୍ଗତି ହେଲାଣି, କାଲି ଆଉ ଗୋଟେ ଗୋଷ୍ଠୀର ସଙ୍ଗତି ହେଲାଣି। ମୋ ପଏଣ୍ଟ ବୁଝିପାରୁଛ ତ ମୁଁ କଣ କହିବାକୁ ଚାହୁଁଛି? ତେଣୁ ଦ୍ୱାଦଶ ହାଉସରେ ଚନ୍ଦ୍ର ବିଷୟରେ ତ କହିଲି କି ଆଜି ମୋର କିଏ ତାକୁ ମାଗିବାକୁ ଗଲା କି ଆଜ୍ଞା ଦିଅନ୍ତୁ ଧର୍ମ କାମ ହବ, ଯଜ୍ଞ ହଉଛି, ଆମର ଏଠି ଗୋଟେ ଉପାସନା ମାନେ ଆମର ଏଠି ଗୋଟେ ଫଙ୍କସନ କରୁଛୁ ଠାକୁରଙ୍କୁ ନେଇକି, କାର୍ତ୍ତିକେଶ୍ଵର ମେଢ ହଉଛି, କି ଇଏ ହଉଛି, ଯଦି ତାର ମନ ଠିକ ଅଛି ପକେଟରେ ହାତ ପୁରେଇବ ବାହାର କରିବ ଦବ। ଯଦି ତାର ମନ ଠିକ ନାହିଁ, ତାର ପକେଟ ଫୁଲ ଥିଲେ ବି ଟଙ୍କାଟେ ଦବନି। ତେଣୁ ତୁମେ ଚନ୍ଦ୍ରଙ୍କୁ ଯୋଉ ଭାବରେ ପାଇବ,
ତମ କୁଣ୍ଡଳୀରେ ତୁମେ ସେଇ ଭାବ, ସେଇ କାରକ ତତ୍ଵ ସହିତ ଇମୋସନାଲି ଆଟାଚଡ ହେଇଯିବ। ପଏଣ୍ଟ ନମ୍ବର ୱାନ, ଚନ୍ଦ୍ରଙ୍କର ଡିଗ୍ରୀ ଟା ଦେଖି ନବ। ପଏଣ୍ଟ ନମ୍ବର ଟୁ, ସବୁ ସବୁ ଗ୍ରହଙ୍କର ଡିଗ୍ରୀ ଦେଖିବ। ଚନ୍ଦ୍ରଙ୍କର ଡିଗ୍ରୀ ଟା ଦେଖି ନବ। ଚନ୍ଦ୍ରଙ୍କ ଉପରେ କ୍ରୂର ଗ୍ରହଙ୍କର ପ୍ରଭାବ ଅଛି ନା ନୈସର୍ଗିକ ଶୁଭ ଗ୍ରହଙ୍କ ପ୍ରଭାବ ଅଛି ଦେଖିଦବ। ଏଇଥିରୁ ତୁମେ ଆକଳନ କରିଦବ କି ଚନ୍ଦ୍ର ତମ କୁଣ୍ଡଳୀରେ ଭଲ ସ୍ଥିତିରେ ଅଛନ୍ତି କି ନାହିଁ। ଭାଇ ମନେ ରଖ, ସବୁ ଗ୍ରହ ଖରାପ ହେଲେ ଚଳିବ କୁଣ୍ଡଳୀରେ, ଯଦି ମୁନ ଖରାପ ହେଇଗଲା ସିଏ ହଉଛି ମନର ପ୍ରତୀକ। ମୋ ମତରେ, ମୁଁ ଯେତେ ବହି ବହି ପଢିଛି, ଆମର ଯେତେବେଳେ ଶିବ ସଂକଳ୍ପ ସୁକ୍ତ ପାଠ ହୁଏ ଏବଂ ଆମ ଗୁରୁ ବି କହନ୍ତି ଯେ ସଂସାରର ସବୁଠୁ ବଡ ଜିନିଷ ହଉଛି ମନ। ଭାଗବତ କହେ, ମନ ତୋର ନିଜ କରୁ ଉଦ୍ଧବ କେତେ ତୁ ପଚାରୁ। ମାନେ କେତେ ମନର ପାୱାର ଅଛି। ସେ ମନ ମୁଡ କେମିତି ସୁଇଂ ହୁଏ। ମନ କଣ ଚଞ୍ଚଳ? ମନ କେବେ କିଏ ଦେଖିଛନ୍ତି କୌଣସି ଗୋଟେ ଜିନିଷ ସ୍ଥିର ହେଇକି ରହେ? ଆରେ ମନ କୌଣସି ଗୋଟେ ଜିନିଷରେ ସ୍ଥିର ହେଇକି ରହିବାର ଦେଖିଛନ୍ତି ଆପଣ ମାନେ? ନା। ମନ ସଦା ସର୍ବଦା ଚଞ୍ଚଳ। କାହିଁକି ନା ମୁନ ଇଜ ଦ ଫାଷ୍ଟେଷ୍ଟ ମୁଭିଂ ପ୍ଲାନେଟ। ଆଜି ଏଠି ଏପଟେ ମନ ରହିଲାଣି, କାଲି ସେପଟେ ମନ ରହିଲାଣି, କାଲି ସେପଟେ ମନ ରହିଲାଣି। ଏ ମନ କେବେ ବି ସାଟିସ୍ଫାଏଡ ହବନି। ତୁମେ ଯେତେବେଳେ ଗାଡି ଚଲାଅ, ତମର ସବକନସିୟସ ମାଇଣ୍ଡ ଟା କାମ କରେ। ଏ ସବକନସିୟସ ଷ୍ଟେଟ କୁ ତୁମର ଯିଏ ମେଣ୍ଟେନ କରୁଛି ସେ ହଉଛି ପ୍ଲାନେଟ ମୁନ। ହିନ୍ଦୀରେ ଗୋଟେ ବଢିଆ କଥାଟା ଅଛି, ନଜର ହଟି ଦୁର୍ଘଟଣା ଘଟି। ଠିକ ଅଛି, ନଜର ହଟି ଦୁର୍ଘଟଣା ଘଟି କହିବାର ତାତ୍ପର୍ଯ୍ୟଟା ହେଲା ଏଇଆ ଯେ ବାପା ଟିକିଏ ନାକୁ ଅସୁବିଧା ହବ, ଟିକିଏ ଅସୁବିଧା ହବ ତ ପ୍ରୋବ୍ଲେମ ଟା ହବ। କୋଉ ଯୋଉ ଭାବରେ ଯୋଉ ଚନ୍ଦ୍ର ରହିଲେ, ଯୋଉଠି ଯୋଉ ଭାବରେ ଚନ୍ଦ୍ର ରହିଲେ, ସେ ଭାବଟାକୁ ତୁମେ ଯଦି ଚନ୍ଦ୍ର ହିସାବରେ ନ ଚାଲିବ, ଯଦି ତମେ ଚନ୍ଦ୍ର ହିସାବରେ ନ ଚାଲିବ, ତାହେଲେ ବେଳେ ବେଳେ ଇଚ୍ଛା ହବ ସେଟା ମୁଁ ଚେଞ୍ଜ କରିଦିଅନ୍ତି କି। ସେଥିପାଇଁ ଲଗ୍ନରେ ଯାହାର ଚନ୍ଦ୍ର ଥାଏ, ଚାहे ସେ ପଜିଟିଭରେ ରହୁ ଚାहे ସେ ନେଗେଟିଭରେ ରହୁ, ଭାଇ ସିଏ ହେଲା ପ୍ରପର ମୁଡି ଲୋକ। ତାକୁ ଖାଲି ତାର ଇମୋସନକୁ ଟ୍ରିଗର କରିଦବ ମାନେ ସେ ଅନର୍ଗଳ ଭାବରେ ଗପି ଚାଲିବ ଆଉ କହି ଚାଲିବ। ଯୋଉ ଭାବରେ ଯାହାର ଚନ୍ଦ୍ର ଅଛି, ତାର ଟ୍ରିଗରିଂ ପଏଣ୍ଟ ହେଲା ସେଇଆ। କାରଣ ତାର ମନ ସେଇ ଜିନିଷକୁ ନେଇକି ସବୁବେଳେ ଭାବ ବିହଳିତ ହେଇକି ରହୁଥିବ। କାରଣ ଭାଇ ସେ ଇମୋସନ କାରକ ଭାଇ। ତୁମେ ଭାବିବ ମୁଁ ଗୋଟେ ପ୍ରେଡିକ୍ସନ ଦେବି, ଯୋଉ ପ୍ରେଡିକ୍ସନ ଟା କି କେବେ ଭୁଲ ହବନି, ସେଟା ହେଇ ହେଇପାରିବନି। ତମେ ହେଲା ଆଷ୍ଟ୍ରୋଲୋଜର, ତମେ ତ୍ରିକାଳଜ୍ଞ ନୁହଁ। ପଏଣ୍ଟ ନମ୍ବର ୱାନ। ଆଉ ତମେ ପରମ ପିତାର ସୃଷ୍ଟି କାରକର ଏଇ ଯୋଉ ଆଷ୍ଟ୍ରୋଲୋଜି ପଢୁଛ, ପରମ ପିତା ତୁମ ମାଧ୍ୟମରେ ସେ ସାମ୍ନା ବାଲାକୁ ଯେତିକି କୁହାଇବାକୁ ଚାହିଁବ, ତମେ ତାଠୁ ଗୋଟେ ପଦ ଅଧିକା କହିପାରିବ ନାହିଁ। ଏ ସଂସାରରେ କାହାର କ୍ଷମତା ନାହିଁ ଗୋଟେ ଗଛର ପତ୍ରକୁ ପବନ ଦ୍ଵାରା ହଲେଇ ଦେବାକୁ, ନଈରେ ପାଣି ବୁହାଇ ଦେବାକୁ, ନଡିଆରେ ପାଣି ଭରିଦେବାକୁ। ଏ ବିଚିତ୍ର ସୃଷ୍ଟିରେ କେବଳ ଜଣେ, ସେଇ କେବଳ ଜଣେ ହିଁ ଜନାର୍ଦ୍ଦନ ରୂପୀ ନାରାୟଣ ସେଇ ବିଭିନ୍ନ ରୂପରେ ଖେଳ ଲୀଳା କରୁଛି, ଆଉ କେହି ନାହିଁ। ଆଉ ସେ ପ୍ରିଡୋମିନାଣ୍ଟଲି ଯୋଉ କନସିୟସ ଲେଭୁଲକୁ କଣ୍ଟ୍ରୋଲ କରୁଛି, ତାର କାରକ ହଉଛନ୍ତି ଚନ୍ଦ୍ର। ସେଥିପାଇଁ ମହର୍ଷି ପରାଶର ଚନ୍ଦ୍ର ମହାଗ୍ରହଙ୍କୁ ଅବତାର କଥନ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣଙ୍କର ସହିତ ତୁଳନା କରିଛନ୍ତି। ଯୋଉ କାରକ ତତ୍ଵରେ ତମର ଚନ୍ଦ୍ର ବସିଗଲା, ସେ କାରକ ତତ୍ଵ ଚନ୍ଦ୍ରକୁ ଯଦି ତମେ ଠିକ କରିକି ନ ରଖିଲ ତମର ଆଚର ଆଚରଣରେ, ଦିନ ଆସିବ ତମକୁ ଇଚ୍ଛା ହବ ସେ ଚନ୍ଦ୍ରକୁ ମୁଁ ସେ କାରକ ତତ୍ଵକୁ ଚେଞ୍ଜ କରିଦିଅନ୍ତିନି। ଦଶମ ଚନ୍ଦ୍ର ବାଲାଙ୍କର ବହୁତ ବଢିଆ କାମ ଚାଲୁଥିବ, ବହୁତ ସବୁ କିଛି ଚାଲୁଥିବ କାମ, ସେମାନେ ଟ୍ରାଭେଲ କରୁନଥିବେ। ମୁଁ ଏମିତିଆ କୁଣ୍ଡଲି ଦେଖିଛି, 52 ଲକ୍ଷର ପ୍ୟାକେଜ ଥିଲା, ତାକୁ ବସିକି କାମ କରିବାକୁ ମିଳୁଥିଲା। ତାକୁ 36 ଲାଖର ପ୍ୟାକେଜ ମିଳିଲା, ଯୋଉଥିରେ ଟୁର କରିବାକୁ ଥବ, ସେ ଜଏନ କରିଗଲା। ବିକଜ ତାକୁ 52 ଲକ୍ଷର ଚାକିରି ପସନ୍ଦ ଆସୁନଥିଲା, କାରଣ ଅଫିସରେ ବସି କାମ କରୁଥିଲା ବୋଲି।
ନାଇନ୍ଥ ଚନ୍ଦ୍ର। ହଁ, ନାଇନ୍ତି ଚନ୍ଦ୍ର ଜାତକ ପାରିଜାତ, ବୃହତ ପରାଶର ହୋରା ଶାସ୍ତ୍ର, ଫଳ ଦୀପିକା, ଯୋଉ ନାରଦ ପୁରାଣ, ଏଗୁଡା ସବୁ ପଢ, ସେଥିରେ ପୁରା ଡାଇରେକ୍ଟ ଲେଖା ହେଇଛି ଏଇଆ ଥିଲେ ଏଇଆ ହବ। ଆଉ ଯେତେବେଳେ ବାସ୍ତବରେ ଯାଇକି କୁଣ୍ଡଳୀ ଦେଖିବ, ସେତେବେଳେ ଦେଖିବ ଆରେ ମୁଁ ତ ଶାସ୍ତ୍ରରେ ଏଇଟା ପଢିଥିଲି, ନାଇନ୍ତି ଚନ୍ଦ୍ର ହେଲେ ଏଇଟା ହବ, ଦେଖିଲା ବେଳକୁ କିଛି କଣ ହଉନେଇ। ତାପରେ ମନେ ପଡିବ ଓହୋ ଆଷ୍ଟ୍ରୋଲୋଜି ତାହେଲେ କେବଳ ଏଇଥିରେ ଡିପେଣ୍ଡ ବେସ୍ କରୁନି, ତା ଦେହରେ ବହୁତ କିଛି ଜିନିଷ ଅଛି, ଯେମିତି କିି ନବାଂଶ ଅଛି, ତାକୁ ଦୃଷ୍ଟି ଅଛି, ଷଡ଼ ବଳ ଅଛି, ଗୋଚର ଅଛି, ଯୋଉ ଭାବରେ ଗ୍ରହ ମାନେ ବସିଛନ୍ତି ସେ ଭାବକୁ ଯଦି ଦଶା ଅନ୍ତର୍ଦଶାକରେ ଲଗ୍ନ କରାଯାଏ ତାହେଲେ ସିଏ କଣ ରେଜଲ୍ଟ ଦବ ତାର ଅଛି। ଏଇ ବହୁତ କିଛି ଜିନିଷ ଅଛି। ନାଇନ୍ଥ ହାଉସରେ ଚନ୍ଦ୍ର ରହିଲେ ମଣିଷ ତାର ବାପା, ଧର୍ମ ଏବଂ ଭାଗ୍ୟକୁ ନେଇ ଇମୋସନାଲ ହେଇଯିବ। ତା ବାପାର ଯଦି କିଛି ଟିକେ ଅସୁବିଧା ହବ ତାକୁ କାନ୍ଦ ବାହାରି ପଡିବ, ହେଲେ ମୁଁ ମୋ ବାପାକୁ ସେବା ଦେଇପାଇଲି ନାହିଁ, ମୁଁ ମୋ ବାପାକୁ ଭଲରେ ରଖିଥାନ୍ତି କରିପାରିଲିନି। ଟିକେ ଏକ ମାର୍କ କମିଗଲେ କହିବ ପ୍ରଭୁ ମୋ ଭାଗ୍ୟରେ ତମେ କଣ ଏଇଆ ଲେଖିଥିଲ, ମୋର ଗୋଟେ ମାର୍କ କାଟିଦେଲ। ଧର୍ମ ହିସାବରେ ଚାଲୁଥିବ, ସାଙ୍ଗେ ସାଙ୍ଗେ ଯଦି ଧର୍ମ ହିସାବରେ ତାକୁ ଫଳ ନ ମିଳିଲା, କଣ ମୁଁ ଏତେ ପାପ କରିଥିଲି ପୂର୍ବ ଜନ୍ମରେ ଯେ ମୋର ଏଇ ଭାଗ୍ୟ ମିଳିଛି ମତେ, ମୁଁ କଣ କିଛି ଧର୍ମ କରିନଥିଲି? କଣ ମଳୟ ଠିକ କହିଛି କି ନାଇଁ କହ? କୋଶ୍ଚିନ୍ ତ ପଚାରିଥିଲୁ ନାଇନ୍ଥ ହାଉସରେ ଚନ୍ଦ୍ରର, କହ। ଠିକ ଅଛି, ପୁରା ଠିକ ଅଛି। ତୋ ସହିତ ସେଇଆ ହଉଛି କି? ହଁ, ପୁରା ସବୁ ଦବ। ଆଚ୍ଛା ଠିକ ଅଛି, ନା ଠିକ ଅଛି, ମୁଁ ଜଷ୍ଟ ଜଷ୍ଟ କହୁଥିଲି ଏମିତି। ନାଇଁ। ଆଉ ସେ ଲୋକ ତାର ନିଜସ୍ୱ ଘର ପରମ୍ପରା ପ୍ରତି ବହୁତ ଆଟାଚ ଥିବ, ସେ ତାର ପୂର୍ବଜ ମାନଙ୍କ ପ୍ରତି ବହୁତ ସମ୍ବେଦନଶୀଳ ଥିବ, ତା ପୂର୍ବଜ ମାନେ କଣ କରୁଥିବେ ତା ବିଷୟରେ ପକ୍କା ନଲେଜ ତା ପାଖରେ ଥିବ, ଏବଂ ସେ ଚାହୁଁଥିବ ତା ପୂର୍ବଜ ମାନେ ଯାହା କରିଛନ୍ତି ତଦନୁପାତିକ ସେ ଚାଲୁ। କଣ ମଳୟ ଠିକ ଅଛି? ହୁଁ ହୁଁ, ପୁରା ଠିକ। ତୋ ଜୀବନରେ ଏଇଆ ହଉଛି କି? ହଁ, ଟିକେ ଲାଗୁଛି ହଁ ସେ ସେଇପରିଆ। ହଁ, ତୁ ତ ପଢୁଥିଲୁ ସଂସ୍କୃତ, ତୁ ଆସିଗଲୁ କୁଆଡେ ଆଷ୍ଟ୍ରୋଲୋଜି କରିବାକୁ? ହଁ ବା, ନା 13 ବର୍ଷ ପରେ ଦେଖ, ମାନେ ଇନସିଡେଣ୍ଟ ପୁରା ବାସ୍। 14 ବର୍ଷ। ହଁ, ତେଣୁ ଇଏ ଚନ୍ଦ୍ର ହଉଛନ୍ତି ବହୁତ ଭଲ, ଏବଂ ୟାଙ୍କର ନେଗେଟିଭ ପାର୍ଟ ମୁଁ କହିବିନି, କାରଣ ଚନ୍ଦ୍ରଦେବ ମୋର ନିଜର ନିଚ ବିଛା ରାଶି ଭାଇ, ଠିକ ଅଛି। ଆଉ ହୁଁ। ମୁଁ ତାଙ୍କ ଏଗେନଷ୍ଟରେ କିଛି କହିବାକୁ ଚାହୁଁନି, କିନ୍ତୁ ଏତିକି ମନେ ରଖ ଯେ ମହାଦେବ ଯଦି ତାଣ୍ଡବ କରନ୍ତି ନା ତାଙ୍କ ମନ ହେଲେ, ଆଉ ମୁଁ ଏକ୍ସଟ୍ରା ଆଗକୁ କହିବିନି, ତମ ମନ ଯଦି ଠିକ ଅଛି ୱାର୍ଲଡ war 2 ହେଇକି ପରମାଣୁ ବମ୍ ଗିରିଗଲେ ବି କିଛି ଭାସିବାର ନାହିଁ, ଯେମିତି ହରିଭକ୍ତଙ୍କର ହୁଏ। ତାଙ୍କର କୌପୁନି ବି ଉଡିଯିବ ହରିଭକ୍ତଙ୍କର, ତାଙ୍କର କିଛି ଭାସି ଯାଉନି। ସେ କଣ ହରି ତ ଅଛନ୍ତି ଆଉ କଣ ଟେନସନ, ଖାଇବାକୁ ମିଳିଲାନି ହରି ଅଛନ୍ତି ପବନ ଖାଇ ରହିଛି। ଏଇ ଯୋଉ କନସେପ୍ଟ ଗୁଡା କହୁଛି, ଏ କନସେପ୍ଟ ଗୁଡା ମୁଁ ଆଗକୁ ଯାଇ ଯେତେବେଳେ ଆଷ୍ଟ୍ରୋଲୋଜିର ନେକ୍ସଟ ହାୟର ଲେବୁଲର ପ୍ରେଡିକ୍ସନ ର ପାର୍ଟ ପଢେଇବି, ତମକୁ ଏଇ ଜିନିଷ ଗୁଡାକ ତମକୁ ଜୀବନରେ କାମ ଦବ, ଯୋଉଟାକୁ ମୁଁ ଏବେ ବେସିକ ପଢେଇଛି। ଅପଲୋଡ ହେଇଯାଉଛି ତମେ ଶୁଣୁନ, ଆଉ ଆଗକୁ ଯାଇ ପଚାରେ ଭାଇନା ତମେ କେମିତି ଚମତ୍କାର କରିକି କହୁଛ ଯୋଉଟା କି ସବୁ ବାଜୁଛି, ଆମେ ତ କାହିଁ କିଛି କରିପାରୁନୁ, କାରଣ ତମେ ବେସିକ ପଢୁନ। ଆରେ ବାପା 1+1=2, ସେଟା କେବେ 3 ହବନି। ଆଷ୍ଟ୍ରୋଲୋଜିରେ ଯିଏ ଯଦି ବେସିକ୍ସ କ୍ଲିୟର ଅଛି ତାର ପ୍ରେଡିକ୍ସନ ସେତେ ମଜବୁତ। ତାପରେ ଈଶ୍ୱରର ଦୟା, ଗୁରୁର ଆଶୀର୍ବାଦ, ଆଉ ନିଜର ସାଧନା। ତମେ ହଜାରେ ପ୍ରେଡିକ୍ସନ ଦେଇଦିଅ, ହଜାରେ ଜିନିଷ ଜାଣିଦିଅ, କିନ୍ତୁ ଲୋକର ମନକୁ ଯଦି ତମେ ଆଷ୍ଟ୍ରୋଲୋଜି କରିକି ଗୋଟେ ସୁଖର ଭାବନା ନ ଦେଇ ପାରିଲ, ତାହେଲେ ତମେ କିଏ ଆଷ୍ଟ୍ରୋଲୋଜର ବି? ତମ ପାଖକୁ ଲୋକ ଆସିଲେ କଣ ତୋର 7.5 ଚାଲିଛି, ତୁ ମରିବୁ, ଏ ମୁଦିଟା ପିନ୍ଧେ, ଆମକ 70,000 ଟଙ୍କା ଖର୍ଚ୍ଚ କର ଦେ ଆଣ୍ଠେଇ ଦବା। କାହିଁ ଖାଲି ମୁଦି ପିନ୍ଧିଲେ ହବ? ଗୋଟେ ଚେରମୂଳି ଦେଲେ ହବନି? ଗୋଟେ ଗଛ ପାଖରେ ବସି ପୂଜା କଲେ ହବନି? ସେ ଦେବତାର ବୀଜ ମନ୍ତ୍ର ଜପ କଲେ ହବନି?
ନା ନା ନା, ତମକୁ ପଇସା ଦରକାର, ତମେ ମୁଦି ଦବ, ଆଉ ତୁମର ଶେଷ ଜୀବନ ଭଲରେ କଟନ୍ତା ତମେ ଭାବୁଛ, ଲୋକକୁ ଠକିକି, ଲୋକକୁ ଡରେଇକି ପଇସା ଆଙ୍କିକି। ଯିଏ ବି ଆଷ୍ଟ୍ରୋଲୋଜର ପାଖକୁ ଆସୁଛି ତା ନେଗେଟିଭ କଥାଟା ଏମିତି ତାକୁ ସୁନ୍ଦର ଭାବରେ ବୁଝାଅ ଯେ ସିଏ ଚେଷ୍ଟା କରୁ ତାର ନେଗେଟିଭିଟିକୁ କୁ ରୁ ଉର୍ଦ୍ଧ୍ୱରେ ଉଠି କାମ କରିବା ପାଇଁ। କାରଣ ଦେଖ, ଏ ସଂସାରର ନିୟମ ବହୁତ ବଡ ସିଧା। ଲୋକକୁ ସେତିକି ତାଡନା ଦିଅ, ଲୋକକୁ ସେତିକି ପୀଡା ଦିଅ ଧର୍ମ ହିସାବରେ, ଯେତିକି ତୁମେ ତାର 20 ଗୁଣ ହଜମ କରିବାର ତାକତ ରଖିଥିବ। କାରଣ ପ୍ରକୃତି, ପରମା ପ୍ରକୃତି କାହାର ଧାରୁଆ ନୁହଁ, ପରମ ପିତା କାହାର ଧାରୁଆ ନୁହଁ। ତୁମେ ଯଦି ଟଙ୍କାଟେ ଦେଇଥିବ, ତା ପ୍ରତି ବଦଳରେ ତୁମେ 100 ଟଙ୍କା ପାଇବ ହିଁ ପାଇବ। କିନ୍ତୁ ଯଦି ପାଇବା ଆଶାରେ ଦେଇନଥିବ, ତୁମର ବାସ୍ତବିକ ଧର୍ମ ହଉ, ତୁମେ ଗୋଟେ ଆଷ୍ଟ୍ରୋଲୋଜର ହିସାବରେ ଗୋଟେ ଲୋକର ମେଣ୍ଟାଲ ଷ୍ଟେଟ କୁ, ସେ ଯୋଉ ପୀଡା ନେଇ ତମ ପାଖକୁ ଆସିଛି, ତାକୁ ହିଲ୍ କରିପାରିବ। ସମସ୍ତେ ତ ଦକ୍ଷିଣା ନଉଛନ୍ତି, କିନ୍ତୁ ତା ଦ୍ଵାରା ପରମ ପିତା ତମକୁ ଯୋଉ ବ୍ଲେସିଂ ଦେବେ ମାନବ ସେବା ମାଧବ ସେବା ମାଧ୍ୟମରେ, ଏଟାକୁ ଯଦି ପ୍ରଫେସନ ହିସାବରେ ନ କରି ସେବା ମନୋବୃତ୍ତି ନେଇ କଲ, ତାହେଲେ ତୁମେ ବହୁତ ପୁଣ୍ୟର ଅଧିକାରୀ ହେଇପାରିବ। ଆଉ ଏତେ ପୁଣ୍ୟ ସାୟଦ ଆଉ କୋଉଠି ମିଳିବନି, କାରଣ ତୁମେ ଡାଇରେକ୍ଟ ଲୋକର ମନକୁ ହିଲ୍ କରୁଛ ଆଷ୍ଟ୍ରୋଲୋଜି ମାଧ୍ୟମରେ। ତାର ଚନ୍ଦ୍ରକୁ ଠିକ କରୁଛ, କାରଣ ସେ ତ ତାଡ଼ିତ ପୀଡିତ ହେଇକି ଅଛି। ତା ଦେହରେ ତୁମେ ଏକ୍ସଟ୍ରା 2ଟା ମସଲା ମାରିଦେଲ, ତୋର ଅମକ ଖରାପ ଅଛି, ତମର ସମ ଖରାପ ଅଛି, ତତେ ଏତିକି ଟଙ୍କାର ଏଇଆ ଖର୍ଚ୍ଚ କରିବାକୁ ପଡିବ। ଭାଇ ଦେଖ, ବଡ ବଡ ପୂଜା କଥା ମୁଁ ଡିସରେସ୍ପେକ୍ଟ କରି କହୁନି, ଯୋଉଟା ଦରକାର ସେଟା କରିବାକୁ ପଡିବ। କିନ୍ତୁ ମୋଷ୍ଟ ଅଫ ଦ ଟାଇମ ଯିଏ ଗଲା ତାକୁ ମୁତି। ମୁଁ ଏଇ ମୁନ ପଢେଇଲା ବେଳେ ତମକୁ କ୍ଲିୟର କରୁଛି, ତମ ପାଖକୁ ଯେକୌଣସି ଲୋକ ଆସିଛନ୍ତି, ତୁମେ ତମର ଜ୍ଞାନର ବଡିମା ଦେଖାଅନି, ତାର ପ୍ରୋବ୍ଲେମ ଟା ବୁଝ ଏବଂ ତାକୁ ହୃଦୟ ସହକାରେ ଶୁଣ। ଆଜିକାଲି ଲୋକଙ୍କର ପାଖରେ ଶୁଣିବା ପାଇଁ ସମୟ ନାହିଁ। ଗୋଟେ 6 ବର୍ଷର 12 ବର୍ଷ ଛୁଆ ରାଜବାବୁ ଦେଖିଥିବେ, ଆମେ ତାକୁ ଜ୍ଞାନର ଗାଡିମା ଦେଖେଇକି କହିପାରୁଥନ୍ତୁ ଯେ ଦେଖ ତୁମର ଏଇ କଥା, ତମ ଚାର୍ଟରେ ଏଇଆ ଅଛି, ତମେ ଏଇଆ ହେଇଥିବ। ଆମେ ତାକୁ ଏତେ ସୁନ୍ଦର ଭାବରେ ବୁଝେଇଲୁ, ସେ କହିଲା ଯାହା ହଉ, ମୁଁ ଆସିକି ମତେ ବୋଧେ ଏଇ ଜାଗାଟା ବହୁତ ଖୁସି ଲାଗୁଛି। ଆଣ୍ଡ ଦ୍ୟାଟ ଇଜ ଆଷ୍ଟ୍ରୋଲୋଜର୍ସ ଆକ୍ଚୁଆଲ ରିୱାର୍ଡ। କି ସେ ଯୋଉ ତାଡନା, ପୀଡନା, ଚିନ୍ତାଧାରା, ମେଣ୍ଟାଲ ଷ୍ଟ୍ରେସ, ଆଗୋନି ନେଇକି ଆସିଛି, ତମ ପାଖରୁ ଗଲା ବେଳକୁ ସେ ଗୋଟେ ନୂଆ ଦିଗ, ଗୋଟେ ଉତ୍ସାହ, ଗୋଟେ ଭରସା ପାଇକି ଯାଉ, କିଏ ଖରାପ ସମୟ ଯୋଉଟା ମୋ ପାଖକୁ ଆସିଛି, ସେଇଟା ମୋ ପାଖ, ମୋର କର୍ମ ମାଧ୍ୟମରେ ମୁଁ ସେଟାକୁ ଚେଞ୍ଜ କରିପାରିବି ଏବଂ ନିଶ୍ଚିତ ଭାବରେ ମୋର ଭଲ ସମୟ ଆସିବ, ମୁଁ ଭଲ କରିବି। ଯଦି ଏଇ ପ୍ରେରଣା ନେଇକି ଗଲା, ତାହେଲେ ପରମ ପିତା ଭଗବାନ କୃଷ୍ଣ ତମକୁ ଆଶୀର୍ବାଦ କରିବେ। ନହେଲେ କୃଷ୍ଣଙ୍କ ଲୀଳା ତମେ ଜାଣିଛ, ଭାଇ କୁରୁକ୍ଷେତ୍ରକୁ ଏକା ସମ୍ଭାଳି ଦେଲା। ନିଜର ପରିବାର ପରିବେଶ ଦ୍ୱାରିକାରେ ଘର ବନେଇଥିଲେ, ଲାଷ୍ଟକୁ ଜଗନ୍ନାଥ ହେଇକି ଏଠି ଆମର ବସିଛନ୍ତି ଚୁପ ହେଇକି। ଯିଏ ଯିଏର କେହି ମିତ୍ର ନୁହଁ, କେହି ବୈରୀ ନୁହଁ, ଯିଏ ସମସ୍ତଙ୍କୁ ସମ ରୂପେ ଦେଖେ, ଯିଏ ସମସ୍ତଙ୍କ ପାଇଁ ସମଦର୍ଶୀ, ସେଇ ପରବ୍ରହ୍ମ ପରମାତ୍ମା କନସିୟସନେସ ର ରୂପରେ ଚନ୍ଦ୍ର ଆକାରରେ ବୁଲୁଛି। ଏବେ ତୁମେ କାହାର ମନ ସହିତ କିଭଳି ଭାବରେ ଖେଳିବ, କିଭଳି ଭାବରେ ତାକୁ ଭଲ କରିବ ବା ଖରାପ କରିବ, ସେଟା ତୁମମାନଙ୍କ ଉପରେ। ତ ଆଜିର ସେସନ ପାଇଁ ଏତିକି। ମୁଁ ଆଶା କରୁଛି ଯେ ଚନ୍ଦ୍ରଦେବଙ୍କ କଥାଟା ମୁଁ ଜଷ୍ଟିଫିକେସନ ଦେଇପାରିଛି ଶାସ୍ତ୍ର ହିସାବରେ। ଆଉ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।